ଯାଠାରୁ ଯେ ବେଶୀ ଜାଣେ ଗୁରୁ ସେ ତାହାର, ଯୋଗ୍ୟ ସେହି ପାଇବାକୁ ଗୁରୁ ବ୍ୟବହାର। ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ। ଅନନ୍ତ ଜଗତ ଧରି ଯେଣୁ ଗୁରୁ ବେଶ, ମାନବକୁ ଦେଇଥାଏ ନୀତି ଉପଦେଶ। ଯାହା ଦେଖୁଅଛି ତହିଁ ଶିଖିବାର କଥା, ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା। ଯେଦିନୁ ମାନବ ଜାତି ସମ୍ଭୂତ ଜଗତେ, ସେହିଦିନୁ ଚାଲିଛି ତା ଶିକ୍ଷା ଅବିରତେ। ଯାବତ ନହେବ ନର ଅବନୀରେ ଲୀନ, ଶିଖିବା ବିଷୟ ତାର ଅଛି ତେତେ ଦିନ। ଯେ ଲୋକ ମନରେ ପୋଷେ ଗୁରୁ ଗୌରବ, ସେ ଗୌରବେ ଜ୍ଞାନ ତାର ହୁଅଇ ଖରବ। ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ। କୁହାଯାଇଛି ଏହାର ଶେଷ ପଦ ଅତ୍ୟନ୍ତ ମୂଲ୍ୟବାନ। ଆଉ ଥରେ ଆବୃତ୍ତି କରିଦେବା ପାଇଁ ଇଚ୍ଛା ହେଉଛି। କୁହାଯାଇଛି ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ। ଏହା କୁହାଯାଇଛି ଭାରତର ଆଦର୍ଶ ମହାନ ଗୁରୁକୁଳ ପରମ୍ପରାର ଯେଉଁ କୁହାଯାଉଛି ନୀତିଶିକ୍ଷାମାଳା, କବି ଗଙ୍ଗାଧର ମେହେରଙ୍କର ସାହିତ୍ୟରେ ତାହା ପ୍ରକଟିତ ହୋଇଛି ଗୁରୁ ଶିଷ୍ୟ ଭାବରେ। ଗଙ୍ଗାଧର ମେହେରଙ୍କର କବିତା ମାଳା ଏହି ପୁସ୍ତକ ଅନ୍ତର୍ଗତ ତାଙ୍କର ଏକ ଛୋଟ କବିତାଟି, ଯାହାକୁ କୁହାଯାଇଛି ଗୁରୁ ଶିଷ୍ୟ। ନିଶ୍ଚିତ ଭାବରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏହାକୁ ପାଠ୍ୟକ୍ରମ ଭାବରେ ଚୟନ କରାଯାଇଥିବା ଏହା ଏକ ଆନନ୍ଦର ବିଷୟ। ତେଣୁ ଆଜି ଆଲୋଚନା କରିବା, ଯେହେତୁ ଗଙ୍ଗାଧର ମେହେର, ଯାହାଙ୍କୁ ଆମେ କହିବା ଓଡ଼ିଶାର ୱିଲିୟମ ୱାର୍ଡସୱାର୍ଥ, ନିଶ୍ଚିତ ଭାବରେ ପ୍ରକୃତି ଚିତ୍ରଣରେ, ପ୍ରକୃତି ବର୍ଣ୍ଣନାରେ ଯେଉଁ କବିଙ୍କର ସିଦ୍ଧହସ୍ତତା ବହୁବାର ପ୍ରମାଣିତ ହୋଇଛି ଏବଂ ଓଡ଼ିଆ କାବ୍ୟ ଉଦ୍ୟାନର ନିଆରା ମାଳି ଭାବରେ ସେ ସର୍ବଜନ ସ୍ୱୀକୃତ। ତେବେ ଆସନ୍ତୁ ଆଲୋଚନା କରିବା ତାଙ୍କର ଅନେକ କାବ୍ୟ କବିତା ରହିଛି। ଆମେ ଯେଉଁଥିରୁ କହୁଥିଲେ ଅର୍ଘ୍ୟଥାଳି, ମହାନ ନୀତିଶିକ୍ଷାମାଳା, ତାଙ୍କର କୀଚକବଦ୍ଧ, ତପସ୍ୱିନୀ, ପ୍ରଣୟବଲ୍ଲରୀ, ପଦ୍ମିନୀ, କୃଷକ ସଙ୍ଗୀତ, ଏଇଭଳି ଅସୁମାରୀ କାବ୍ୟ କବିତା ଲେଖି ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିଛନ୍ତି ଗଙ୍ଗାଧର ମେହେର। ଯିଏ ସ୍ୱଭାବ କବି, ଯିଏ ପ୍ରକୃତି କବି, ଯିଏ ରଙ୍ଗାଜୀବ ଗଙ୍ଗାଧର। ଆସନ୍ତୁ ଆଲୋଚନା କରିବା ତାଙ୍କର ଏହି ଗୁରୁ ଶିଷ୍ୟ ଯେଉଁ କୁହାଯାଉଛି ମହାନ ପରମ୍ପରା ଉପରେ ପ୍ରତିଷ୍ଠିତ ମହାନ ନୀତିଶିକ୍ଷାମାଳା। ଆଜିର ସମାଜରେ ଯେଉଁ ନୈତିକତାର ଘୋର ଅବକ୍ଷୟ ଘଟୁଛି, ମୂଲ୍ୟବୋଧର ଅବକ୍ଷୟ ଘଟୁଛି, ଏହାକୁ ଲକ୍ଷ୍ୟ କରି ନିଶ୍ଚିତ ଭାବରେ ଏହି ଗୁରୁ ଶିଷ୍ୟ କବିତା ଯେଉଁ କୁହାଯାଉଛି, ଶିଷ୍ୟ ଏବଂ ଗୁରୁମାନଙ୍କ ଭିତରେ ଏକ ସମ୍ପର୍କର ସେତୁଟିଏ ଅନ୍ତତଃ ତିଆରି କରିଦେଇପାରିବ। ଆସନ୍ତୁ ଆଲୋଚନା କରିବା। ଯାଠାରୁ ଯେ ବେଶୀ ଜାଣେ ଗୁରୁ ସେ ତାହାର, ଯିଏ ଯାହାଠାରୁ ବେଶୀ ଜାଣେ ସେ ନିଶ୍ଚିତ ଭାବରେ ଗୁରୁ ପଦବାଚ୍ୟ। ଏଠାରେ ଗୁରୁ ବୟସର ତାରତମ୍ୟ କଥା କୁହାଯାଇନି। ଏଜ୍ ଇଜ୍ ଜଷ୍ଟ ଏ ନମ୍ବର। ଏଇଭଳି ଭାବରେ ଯିଏ ବୟସାଧିକ ଲୋକ ସେ ଯେ ଗୁରୁ, ଆଉ ଯିଏ କମ୍ ବୟସର ସେ ଯେ ଶିଷ୍ୟ, ଏକଥା ନୁହେଁ। ଯିଏ ଅଧିକ ଜାଣେ, ଯିଏ ଅଧିକ ଜ୍ଞାନଗର୍ଭା, ଯିଏ ବେଶୀ ଜାଣେ, ସେ ନିଶ୍ଚିତ ଭାବରେ ଗୁରୁ। ଏହା କୁହାଯାଇଛି ଯୋଗ୍ୟ ସେହି ପାଇବାକୁ ଗୁରୁ ବ୍ୟବହାର। ତାକୁ ଗୁରୁର ଗୌରବ ଦେବା ନିଶ୍ଚିତ ଭାବରେ ଆମର ସର୍ବଦା କର୍ତ୍ତବ୍ୟ ଅଟେ, ଏହା କୁହାଯାଇଛି। ପରବର୍ତ୍ତୀ ପଦରେ କୁହାଗଲା ତହୁଁ ବଡ଼ ଗୁରୁ ଏ ଜଗତେ, ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ। ଏ ଦୁନିଆରେ ଭରପୁର ଅଛନ୍ତି ଗୁରୁମାନେ, ଗୌରବର ଅଧିକାରୀ ସେ ଗୁରୁମାନେ, ଯେଉଁମାନେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଛନ୍ତି, ଯାହାଙ୍କୁ କଳନା କରିବା କାଠିକର ପାଠ ହୋଇପାରିବ। ଆଉ ସେଇଥିପାଇଁ କବି କହିଛନ୍ତି ତହୁଁ ବଡ଼ ଗୁରୁ ଏ ଜଗତେ, ତାଠାରୁ ବଡ଼, ଆହୁରି ତାଠାରୁ ବଡ଼। ଏଇଭଳି ଭାବରେ ଅନେକ ଗୁରୁ ଅଛନ୍ତି ଯାହାଙ୍କର ବିଦ୍ୟାକୁ କଳନା କରାଯାଇପାରିବ ନାହିଁ। ସରସ୍ୱତୀଙ୍କର ଏହି ବରପୁତ୍ରମାନେ, ଏହି ଶବ୍ଦ ସରସ୍ୱତୀମାନେ, ଯେଉଁମାନେ ନିଶ୍ଚିତ ଭାବରେ ସବୁବେଳେ ନିଜକୁ ନମ୍ର, କମ୍ର, ଧୀର ଏବଂ ଶାନ୍ତ ରୂପେ ମଧ୍ୟ ଯିଏ ପରିଗଣିତ କରନ୍ତି, ସେ ଜଣାପଡ଼ନ୍ତି ନାହିଁ। ଏତେ ବିଦ୍ବତା, ଏତେ ଜ୍ଞାନୀ, ଏତେ ପ୍ରତିଭୁ, ଏତେ ବିଦ୍ୟାବନ୍ତ ସେମାନେ ଜଣାପଡ଼େ ନାହିଁ। ସେମାନେ ସରଳ ଅମାୟିକ ବ୍ୟବହାର ଏବଂ ଅତ୍ୟନ୍ତ ଶୁଦ୍ଧପତ ଜୀବନଯାପନ, ମନରେ ଟିକିଏ ଗର୍ବ ନାହିଁ, ଦମ୍ଭ ନାହିଁ, ଅହଙ୍କାର ନାହିଁ। ତେଣୁ କୁହାଯାଇଛି ନିଜକୁ ଗଣଇ ଜ୍ଞାନୀ ସଦା ଶିଷ୍ୟ ମତେ। ସର୍ବଦା ଶିଖିବାର ମନୋବୃତ୍ତି, ସର୍ବଦା ବିଦ୍ୟାର ଆହରଣ କରିବାର ମନୋବୃତ୍ତି। ଜନ୍ମର ମୃତ୍ୟୁ ଯାଏ ଯିଏ ହିଁ କେବଳ ଅବିରତ ଶିଖୁଥାଏ, ଯଥାର୍ଥରେ ଯେ ସଫଳ ବିଦ୍ୟାର୍ଥୀଟିଏ, ସେ ହିଁ ଯୋଗ୍ୟତମ ଗୁରୁ ଭାବରେ ଗଣା ହେବ। ଏହା କବିଙ୍କର ଅଭିମତ ଏହି ପଦରେ। ପରବର୍ତ୍ତୀ ପଦରେ କବି ମଧ୍ୟ ଆହୁରି କହିଛନ୍ତି ଅନନ୍ତ ଜଗତ ଯେଣୁ ଧରି ଗୁରୁ ବେଶ, ମାନବକୁ ଦେଇଥାଏ ନୀତି ଉପଦେଶ। ସୁନ୍ଦର କଥା ପଦିଏ କହିଛନ୍ତି ଗଙ୍ଗାଧର ମେହେର। କହିଲେ ଅନନ୍ତ ଜଗତ, ଅନ୍ତ ନଥିବା ଜଗତ, ସୀମାହୀନ ଜଗତ, ପ୍ରତ୍ୟେକ ବସ୍ତୁ ଏ ଜଗତରେ ବିଦ୍ୟମାନ।
କୀଟ ପତଙ୍ଗ ତରୁ ତୃଣ ଏ ସମଗ୍ର ପ୍ରକୃତି ନିଶ୍ଚିତ ଭାବରେ ମାନବ ପାଇଁ ଗୁରୁପଦ ବାଚ୍ୟ। ଯେଉଁଠିକି ଯାଏ ସେଠାରେ ଶିଖିବ। ପ୍ରତ୍ୟେକ ରୂପରେ ପ୍ରକୃତି ଆମକୁ ଶିକ୍ଷା ଦେଇଥାଏ। ଏ ସମାଜ ଆମକୁ ଶିକ୍ଷା ଦେଇଥାଏ। ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରଙ୍କ ଠାରୁ ଆରମ୍ଭ କରି ମାଟି ଧୂଳି ପାଣି ପବନ ଚଢ଼େଇ ଯେଉଁ କୁହାଯାଉଛି ପଶୁ ପକ୍ଷୀ ଏ ସମସ୍ତେ ଆମର ଗୋଟିଏ ଗୋଟିଏ ଗୁରୁପଦ ବାଚ୍ୟ। ତେଣୁ ପ୍ରକୃତିରୁ କେବଳ ଶିକ୍ଷା ଆହରଣ କରିବା ଆମର ସର୍ବାଦୌ ବାଞ୍ଛନୀୟ। କୁହାଯାଉଛି ଅନନ୍ତ ଜଗତ ଏଠାରେ ଗୁରୁ ବେଶ ଧରି ବିଦ୍ୟମାନ। ଆମେ କେବଳ ନିରନ୍ତର ଗୋଟିଏ ବିଦ୍ୟାର୍ଥୀଟିଏ ହେଇ ସେହି ଗୁରୁଙ୍କ ଠାରୁ ନିଶ୍ଚିତ ଭାବରେ ନମ୍ର ଭାବରେ ବିଦ୍ୟା ଆହରଣ କରିବା ଉଚିତ। କାରଣ ପ୍ରକୃତି ନିଶ୍ଚିତ ଭାବରେ ଏକ ପବିତ୍ର ଶିକ୍ଷାଳୟ। ଏହି ଜଗତ ଏଠାରୁ ଆମକୁ ପ୍ରତିନିୟତ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଶିକ୍ଷା ଲାଭ କରିବା ଉଚିତ। ଏହି ପଦରେ କୁହାଯାଇଛି ଅନନ୍ତ ଜଗତ ଯେଣୁ ଧରି ଗୁରୁ ବେଶ ମାନବକୁ ଦେଇଥାଏ ନୀତି ଉପଦେଶ। ପରବର୍ତ୍ତୀ ପଦରେ କୁହାଯାଇଛି ଯାହା ଦେଖ ଅଛି ତହିଁ ଶିଖିବାର କଥା ତହୁଁ ଶିକ୍ଷା ଲଭେ ଜ୍ଞାନୀ ନତ କରି ମଥା। ସବୁଠି ଶିଖିବାର ଅଛି, ପ୍ରତ୍ୟେକଠୁ ଶିଖିବାର ଅଛି। ପ୍ରତ୍ୟେକ ଜୀବଜନ୍ତୁ ମାନବ ବୃକ୍ଷ ଲତା ନଦୀ ହ୍ରଦ ପାହାଡ଼ ପର୍ବତ ଆକାଶ ସବୁଠି କେବଳ ଶିକ୍ଷାର ଭଣ୍ଡାର, ସବୁଠି କେବଳ ଶିକ୍ଷାର ଉପଦାନ। ଏ ସମସ୍ତେ ଗୁରୁ ରୂପ ଧରି ମଣିଷକୁ ଅହରହ ଶିଖେଇବାରେ ବ୍ୟସ୍ତ ଅଛନ୍ତି। ଅଥଚ ସେହି ଜ୍ଞାନୀଟିଏ ସେହି ବିଦ୍ୟାର୍ଥୀଟିଏ ଯିଏ ନତମସ୍ତକ କରି ତାଙ୍କଠାରୁ ସବୁ ଶିକ୍ଷା ହିଁ ଗ୍ରହଣ କରିଥାଏ ଯଥାର୍ଥରେ ସେ ଯୋଗ୍ୟତମ ଗୁରୁ ହେବା ପାଇଁ ଗୁରୁ ପାଇଁ ସେ ଯଥାର୍ଥରେ ଯୋଗ୍ୟ। ଆଉ ସେ ଗୁରୁ ପଦବାଚ୍ୟ ଏହା କୁହାଯାଇଛି ଏହି ପଦରେ। ପରବର୍ତ୍ତୀ ପଦରେ ମଧ୍ୟ କବି କହିଛନ୍ତି ଯେଦିନୁ ମାନବ ଜାତି ସମ୍ଭୂତ ଜଗତେ ସେହିଦିନୁ ଚାଲିଛି ତା ଶିକ୍ଷା ଅବିରତେ। ବାସ୍ତବିକ ଚମତ୍କାର ପଦଟିଏ। ସେ କହିଛନ୍ତି ଯେଦିନୁ ମାନବ ଜାତି ସମ୍ଭୂତ ଜଗତେ, ସମ୍ଭୂତ ଅର୍ଥ ଜାତ ହେବା ଜନ୍ମ ହେବା। ଯେଉଁଦିନୁ ମଣିଷ ଏ ସୃଷ୍ଟିକୁ ଆସିଛି ଅବିରତ ଭାବରେ ସେହିଦିନୁ ତାର ନିତ୍ୟ ଶିକ୍ଷା ଆରମ୍ଭ ହୋଇସାରିଛି। ସେ ଶିଖିଛି ପକ୍ଷୀର କାକଳି ଠାରୁ, ସେ ଶିଖିଛି ସିଂହର ଗର୍ଜନ ଠାରୁ, ସେ ଶିଖିଛି ତାରାମାନଙ୍କର ଦପଦପ ଆଲୁଅ ଠାରୁ, ଚନ୍ଦ୍ରଠାରୁ ସେ ରଜତ ଜ୍ୟୋତ୍ସ୍ନାର କିରଣ ବିଛାଡ଼ି ଦେବା ଶିଖିଛି, ସୂର୍ଯ୍ୟଙ୍କ ଠାରୁ ସମଦର୍ଶୀ ଗୁଣକୁ ଶିଖିଛି, ପୃଥିବୀଠାରୁ ସେ ଶିଖିଛି ସର୍ବଂସହା ଗୁଣ ଏବଂ ସମୁଦ୍ରଠାରୁ ସେ ଶିଖିଛି ଅନନ୍ତ ଉଦାର ତାପଣ। ଏହିଭଳି ଭାବରେ ସାମଗ୍ରିକ ଭାବରେ ଏ ସମଗ୍ର ସମାଜ ମଣିଷକୁ ଶିଖେଇଛି। ମଣିଷକୁ ଶିଖେଇବାରେ ସତତ ଅଭ୍ୟସ୍ତ। ଏ ପ୍ରକୃତି ଏ ଜଗତ ନିଶ୍ଚିତ ଭାବରେ ଏକ ମହାନ ଶିକ୍ଷାଳୟ। ଗୁରୁ ବେଶ ଧରି ମଣିଷକୁ ନିତ୍ୟ ଶିକ୍ଷା ଦେବାର ବ୍ୟସ୍ତ। କୁହାଯାଇଛି ଯାବତ ନ ହେବ ନର ଅବନିରେ ଲୀନ ଶିଖିବା ବିଷୟ ତାର ଅଛି ତେତେ ଦିନ। ଆମେ ପୂର୍ବରୁ କହିଛେ ଯାବତ ଯେତେ ଦିନ ପର୍ଯ୍ୟନ୍ତ ମଣିଷ ମାଟିରେ ମିଶି ନ ଯାଇଛି, ଯେତେ ଦିନ ପର୍ଯ୍ୟନ୍ତ ଧରଣୀରେ ଲୀନ ନ ହୋଇଛି, ଯେ ମଣିଷ ଯେତେ ଦିନ ପର୍ଯ୍ୟନ୍ତ ମୃତ୍ୟୁବରଣ ନ କରିଛି ସେତେଦିନ ପର୍ଯ୍ୟନ୍ତ ସେ ହିଁ କେବଳ ଶିଖି ଚାଲିଥିବ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶିଖି ଚାଲିଥିବ। ତେବେ ସେ ଯଥାର୍ଥ ଗୁରୁଟିଏ ହେବ। ଭଲ ବିଦ୍ୟାର୍ଥୀଟିଏ ହେଲେ ନିଶ୍ଚିତ ଭାବରେ ଆମେ ଗୁରୁଟିଏ ହୋଇପାରିବା। ଯେ ପ୍ରଚଣ୍ଡ ଗୁରୁ, ଯେ ବିଦ୍ବତା, ଯେ ବିଦ୍ୱାନ, ଯେ ପ୍ରାଜ୍ଞ ସେ ନିଶ୍ଚିତ ଭାବରେ ପ୍ରଥମେ ଭଲ ବିଦ୍ୟାର୍ଥୀଟିଏ କେବଳ କୁହାଯାଇଛି। ଶିଖିବା ବିଷୟ ତାର ଅଛି ତେତେ ଦିନ। ମୃତ୍ୟୁ ପର୍ଯ୍ୟନ୍ତ ଆମକୁ କରଯୋଡ଼ି ନତମସ୍ତକ ହୋଇ ଯଥାର୍ଥ ବିଦ୍ୟାର୍ଥୀଟିଏ ହେବା ଉଚିତ। ଏହା କହିଛନ୍ତି କବି ଗୁରୁ ଗଙ୍ଗାଧର। ଆହୁରି ମଧ୍ୟ କୁହାଯାଇଛି ଯେ ଲୋକ ମନରେ ପୋଷେ ଗୁରୁ ଗୌରବ ସେ ଗୌରବେ ଜ୍ଞାନ ତାର ହୋଇ ଖରାପ। କୁହାଯାଇଛି ଯେ ଆତ୍ମକେନ୍ଦ୍ରିକ ମନୋବୃତ୍ତି ରଖେ, ଯିଏ ଅନେକ ଜାଣିଛି ବୋଲି ଅହଙ୍କାରୀ ହୋଇଯାଏ, ଯାହା ମନରେ ଗର୍ବ ଦମ୍ଭ ଅହମିକା ଆସେ, ଯେଉଁଠି ଜ୍ଞାନ ଥାଏ ସେଠି ଗର୍ବ ହିଁ ନଥାଏ। ଯିଏ ଅଳ୍ପ କିଛି ଜାଣି ଅଧିକ ଜାଣିବାର ଯେଉଁ ଜ୍ଞାନୀ ରୂପେ ନିଜକୁ ଅଭିହିତ କରେ, ସବୁଠି ନିଜର ସମ୍ମାନ ଖୋଜେ, ମୁଁ ଯଥାର୍ଥ ଗୁରୁ, ମୋତେ ଗୁରୁର ଯୋଗ୍ୟ ଆସନ ଦିଆଯାଉ, ଏହା ନିଶ୍ଚିତ ଭାବରେ ଗୁରୁ ପାଇଁ କଳଙ୍କିତ ଅଧ୍ୟାୟ। ସେ ନିଶ୍ଚିତ ଭାବରେ ଗର୍ବ ତାର ନିଶ୍ଚିତ ଖର୍ବ ହେବ, ଏଥିରେ ସନ୍ଦେହ ନାହିଁ। କାରଣ ଗୁରୁର ଗୌରବକୁ ସେ ନଷ୍ଟ କରିସାରିଛି। ଏହି ହେତୁ କୁହାଗଲା ଜଣେ ନମ୍ର ସାଦାସିଧା ଭଦ୍ର ଆଚରଣ କରୁଥିବା ବ୍ୟକ୍ତି, ଅନେକ ଜାଣିଥିବା ବ୍ୟକ୍ତି, ଯେମିତି କୁହାଯାଉଛି ଯେଉଁ ଡାଳରେ ଅନେକ ଫୁଲ ଫଳ ଭର୍ତ୍ତି ହୋଇଯାଏ ସେ ଡାଳଟି ନଇଁଯାଏ, ସେ ଡାଳଟି ଧୀର ଶାନ୍ତ, ତା ମସ୍ତକ ନଇଁ ପଡ଼େ। ଗୁରୁ ସର୍ବଦା ଜ୍ଞାନଗର୍ଭା, ସେ ନଇଁବା ଉଚିତ। ତାଙ୍କ ମନରେ କୌଣସି ଅହଙ୍କାର ରହିବା ଉଚିତ ନୁହେଁ। ଏହି ହେତୁ କୁହାଗଲା
ଯେ ଯିଏ ଗୁରୁ ଗୌରବକୁ ନିଶ୍ଚିତ ଭାବରେ ପ୍ରଚଣ୍ଡ ମନେ କରି ନିଜର ଆସନ ଦାବି କରେ, ନିଜର ଅଧିକାର ଦାବି କରେ, ନିଜକୁ ସମ୍ମାନସ୍ପଦ ବ୍ୟକ୍ତି ବୋଲି କହେ, ନିଶ୍ଚିତ ଭାବରେ ସେ ଜ୍ଞାନ ତାର ଖର୍ବ ହେବ, ଧ୍ୱଂସ ହୋଇଯିବ। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଆହୁରି ମଧ୍ୟ କବି କହିଛନ୍ତି ଶେଷ ପଦରେ ଅତ୍ୟନ୍ତ ସୁନ୍ଦର ଆଉ ମନୋଜ୍ଞ ପଦ, ଶିଖିଲା ଭଳି ପଦଟିଏ କବିଙ୍କ ଭାଷାରେ, ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ। ପ୍ରତ୍ୟେକ ବିଦ୍ୟାର୍ଥୀ ଜଣେ ଜଣେ ସୁଯୋଗ୍ୟ ଗୁରୁ ନା। ଏ ଦେଶର ମହାନ ଗୁରୁ ଆଚାର୍ଯ୍ୟ ଚାଣକ୍ୟ, ଏ ଦେଶର ମହାନ ଗୁରୁ ଋଷିଶ୍ରେଷ୍ଠ ଧୌମ୍ୟ, ଏ ଦେଶର ମହାନ ଗୁରୁ ଦ୍ରୋଣ, ଆଉ ମଧ୍ୟ ସନ୍ଦୀପନୀ। ଏହିଭଳି ଭାବରେ ଅନେକ ଗୁରୁଙ୍କ ସମାହାରରେ ଭାରତବର୍ଷ ରୁଦ୍ଧିମନ୍ତ ହୋଇଛି ଗୁରୁ ଶିଷ୍ୟ ପରମ୍ପରାରେ। ସେଥିପାଇଁ କୁହାଯାଇଛି ନିଜକୁ ଯେ ନିରନ୍ତର ଶିଷ୍ୟ ରୂପେ ଗଣେ, ଯେ ସର୍ବଦା ନିଜକୁ କହୁଥାଏ ମୁଁ ଏକ ଶିଷ୍ୟ, ମୋର ଆହୁରି ଅନେକ କଥା ଜାଣିବାର ଅଛି। ସେ ଯେତିକି ଯେତିକି ଜ୍ଞାନର ସମୀପକୁ ଯାଉଥାଏ ସେତିକି ସେତିକି ତାର ଅଜ୍ଞାନର ଦ୍ୱାର ଉଦ୍ଘାଟିତ ହୋଇଯାଉଥାଏ। ତେଣୁ ସେ ନିଜକୁ ଶୂନ ବୋଲି ଭାବେ, ନିଜକୁ ଯେ ନିରନ୍ତରେ ଶିଷ୍ୟ ରୂପେ ଗଣେ, ନିଶ୍ଚୟ ସେ ଯୋଗ୍ୟତମ ଗୁରୁ ମଧ୍ୟ ଜଣେ। ବାସ୍ତବିକ ସେ ମହାନ ଗୁରୁ ହୋଇପାରିବାର କ୍ଷମତା ରଖନ୍ତି, ଯିଏ କେବଳ ନିଜକୁ ବିଦ୍ୟାର୍ଥୀଟିଏ ବୋଲି ସବୁଠାରୁ ଶିଖନ୍ତି, ସବୁ ସମୟରେ ଶିଖନ୍ତି, ସ୍ଥାନ କାଳ ପାତ୍ର ଭେଦରେ। ଆଉ ଏଥିପାଇଁ କୁହାଯାଇଛି ଗୁରୁ ଗଙ୍ଗାଧର ମେହେର, ଯିଏକି ଗୁରୁ ଶିଷ୍ୟ ଏହି କବିତାରେ ଆମ ପାଇଁ ଏକ ସୁନ୍ଦର ଉପଦେଶ ପ୍ରଦାନ କରିଛନ୍ତି। ମହାନ ଭାରତର ସଂସ୍କୃତି ଆଦର୍ଶ ଗୁରୁ ଶିଷ୍ୟର ପରମ୍ପରା ଏଥିରେ ନିଶ୍ଚିତ ଭାବରେ ନିହିତ ଅଛି। ଏଥିପାଇଁ ଗୁରୁଙ୍କୁ ପ୍ରାତଃ ପ୍ରଣାମ।